Hello everyone, welcome to Hello G Class YouTube channel. ଆଜି ଆମେ ଡିସ୍କସନ୍ କରିବା ଓଡ଼ିଶା ପୋଲିସ ତରଫରୁ ଆସିଥିବା OSCP IRB ସିପାହୀ ବା କନେଷ୍ଟବଳର ଯେଉଁ କ୍ୱେରି ଗୁଡ଼ାକ ପିଲାମାନଙ୍କର ଅଛି ଯେତେ ସବୁ ପଚାରୁଛନ୍ତି କ'ଣ ଆମର କହୁଛନ୍ତି ସାର୍ କଟଅଫ୍ ଭିଡ଼ିଓ କେବେ ଆଣିବେ, ଭାଇ କଟଅଫ୍ ଭିଡ଼ିଓ କେବେ ଆଣିବେ, ତା ସହିତ ଆମର କହୁଛନ୍ତି ସାର୍ ରିଜଲ୍ଟଟା କେବେ ଆସିବ, ସେସବୁ ବିଷୟରେ ଆସନ୍ତୁ କଥା ହେବା ଡିଟେଲ୍ସରେ। ତ ତା ସହିତ ଆଗକୁ ଯେତେ ସବୁ ନୋଟିଫିକେସନ୍ କିମ୍ବା ଇମ୍ପୋର୍ଟାଣ୍ଟ ଅପଡ଼େଟ୍, ତା ସହିତ ଫିଜିକାଲ୍ କେମିତି ପ୍ରିପେୟାର କରିବେ, କେଉଁଠି କେମିତି, ସେସବୁ ଡିଟେଲ୍ସରେ ଜାଣିବା ପାଇଁ ଫାଷ୍ଟଲି ମୋର ସବସ୍କ୍ରାଇବ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଏଇ ଚ୍ୟାନେଲ୍ଟା ଆପଣମାନେ ସବସ୍କ୍ରାଇବ୍ କରିକି ରଖନ୍ତୁ। ମୁଁ ରେଗୁଲାର ଆଜିଠୁ କଣ୍ଟିନ୍ୟୁ କରିବି। ନେକ୍ସଟ ଯେତେ ଦିନ ଆସିବ ଫିଜିକାଲ ପାଇଁ ପିଲା କେଉଁଠିକୁ ମୁଁ ବି ସକାଳୁ ରନିଂରେ ଯାଉଛି, ପିଲା କରୁଛନ୍ତି, ତାଙ୍କର ଷ୍ଟ୍ରାଟେଜି ମୁଁ ସେୟାର କରିବି କ'ଣ ସେସବୁ ମୁଁ ଏଇ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ମୁଁ ସେୟାର କରିବି। ସେଥିପାଇଁ ମୋ ଚ୍ୟାନେଲ୍ଟା ଆପଣମାନେ ଯୋଡ଼ି ହେଇଯାଆନ୍ତୁ। ତା ସହିତ ସବସ୍କ୍ରାଇବ୍ ଟୁ ମାଇ ଟେଲିଗ୍ରାମ ଗ୍ରୁପ୍, ସବସ୍କ୍ରାଇବ୍ ଆମର ଟେଲିଗ୍ରାମ ଗ୍ରୁପ୍ ମଧ୍ୟ ଆପଣମାନେ ଜଏନ୍ କରିପାରିବେ। କାରଣ ଫାଷ୍ଟ ଯଦି ନୋଟିଫିକେସନ୍ ଆସିଲା ସେସବୁ ବିଷୟରେ ଆମେ କଥା ହେବା। ଚାଲନ୍ତୁ ଫାଷ୍ଟ କ୍ୱେରି। ତ ଫାଷ୍ଟ କଥା ଆମର ଯେଉଁ ରିକ୍ରୁଟମେଣ୍ଟ ଅଫ୍ ଫର୍ ସିପାହୀ କନେଷ୍ଟବଳ ବାଟାଲିୟନ୍ ଯେଉଁ ଆସିଥିଲା ତାହା ପିଲା ପଚାରୁଛନ୍ତି ଆମର ରିଜଲ୍ଟଟା କେବେ ଆସିବ। ମାନେ ପିଲା କହୁଛନ୍ତି ଆମର ଜାନୁଆରୀ 4ରେ ରିଜଲ୍ଟଟା ଆସିବ ବୋଲିକି ପିଲା କହୁଛନ୍ତି। ତ ମୁଁ କହିବା ମାନେ ଜାନୁଆରୀ 4ରେ କୌଣସି ହାଲତରେ ମଧ୍ୟ ଆସିବାର ଚାନ୍ସ ନାହିଁ। ସେଥିପାଇଁ ଆପଣମାନେ ଟ୍ରେସ୍ ହୁଅନ୍ତୁନି। ଆପଣମାନେ ନିଜର ଫିଜିକାଲରେ ଯାହାର ଭଲ ମାର୍କ ରହୁଛି ସେମାନେ ନିଜର ଫିଜିକାଲରେ ଲାଗି ପଡ଼ନ୍ତୁ ସବୁବେଳେ ହେଲା। ଫାଷ୍ଟଲି ଆଉ ଏନ୍ସାର୍ କି ବିଷୟରେ, ଏନ୍ସାର୍ କିଟା ଦେଖନ୍ତୁ, କାରଣ ଦେଖନ୍ତୁ ଆମର ଏନ୍ସାର୍ କିଟା ଏବେ କଣ୍ଟିନ୍ୟୁ ଅଛି କାହାର, PMT ଡ୍ରାଇଭର ପିଲାଙ୍କର ଏନ୍ସାର୍ କି ଅବଜେକ୍ସନ୍ ରାଇଟ୍ସଟା କଣ୍ଟିନ୍ୟୁ ଅଛି। କେବେ 3 ଜାନୁଆରୀ ପର୍ଯ୍ୟନ୍ତ। ଆପଣଙ୍କର କେବେ ସରିଛି 30 ଡିସେମ୍ବରରେ ଆପଣମାନଙ୍କର ଏନ୍ସାର୍ କି ଅବଜେକ୍ସନ୍ଟା ସରିଛି। ତ ଯେଉଁ ସେଇମାନେ ରିଜଲ୍ଟ କେମିତି କାଢ଼ିବେ, ଯେଉଁ ଏନ୍ସାର୍ କିଟା ଆପଣମାନେ ଅବଜେକ୍ସନ୍ କରିଛନ୍ତି। ଆଉ ମୁଁ ଦେଖିବାକୁ ପାଉଛି ସିପାହୀ କନେଷ୍ଟବଲରେ ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଭୁଲ ଦେଇଛି ଏନ୍ସାର୍ କିରେ। ସେଥିପାଇଁ ଆପଣମାନେ ଓରିଡ୍ ହୁଅନ୍ତୁ ନାହିଁ। ଫିଜିକାଲ ଟେଷ୍ଟ ଶୀଘ୍ର ଆସିଯିବ, ସେସବୁରେ ଆପଣ ପଡ଼ନ୍ତୁନି। ଆପଣ ଆପଣଙ୍କର କାମରେ ମାନେ ରେଗୁଲାର ଫିଜିକାଲ ପାଇଁ ରେଗୁଲାର ଆପଣ ଯାଆନ୍ତୁ, ରନିଂ ଯାଆନ୍ତୁ, ତା ସହିତ ହାଇ ଜମ୍ପ ଲଙ୍ଗ ଜମ୍ପ ପାଇଁ ଯାଆନ୍ତୁ। ଅନେକ ପିଲା ଯାଉଛନ୍ତି, ମୁଁ ସବୁଦିନ ଯାଉଛି ଫିଲ୍ଡକୁ, ମୁଁ ପଡ଼ିଆ ଯାଉଛି, ମୁଁ ବି ରନିଂ କରୁଛି, ଜଷ୍ଟ ଦେଖିକି ଆସୁଛି। ପିଲା ରେଗୁଲାର ଡେଡିକେଟେଡ଼ଲି କରୁଛନ୍ତି। ଆପଣମାନେ ମଧ୍ୟ ତ ଯାହା କାମରେ ଯେଉଁ ଡେଟ୍ କେବେ ଆସିବ ସେ ସବୁରେ ଟେନସନ୍ ନ ନେଇକି ତ ଆପଣମାନେ ରେଗୁଲାର ଫିଜିକାଲ କରନ୍ତୁ। ତ ମୁଁ କହିବା ମାନେ ରିଜଲ୍ଟଟା କେବେ ଆସିବ ଦେଖନ୍ତୁ। 30 ତାରିଖରେ ଆପଣଙ୍କର ଅବଜେକ୍ସନ୍ କି ରାଇଟ୍ ସରିଛି। ତା ସହିତ PMT ଡ୍ରାଇଭର ଯେ ଓଡ଼ିଶା ପୋଲିସ ସାଇଡ଼ରେ ସେମ୍ ଟୁ ସେମ୍ ଆମର 3 ଜାନୁଆରୀ ପର୍ଯ୍ୟନ୍ତ ଆମର ଅବଜେକ୍ସନ୍ ରାଇଟ୍ ଚାଲିବ PMT ଡ୍ରାଇଭରର। ତ ତାପରେ ପୁଣି ରିଭାଇଜ ଏନ୍ସାର୍ କି ଆସିବ କନେଷ୍ଟବଲ, ଯେଉଁ ଆମର କନେଷ୍ଟବଲ ଯେତେ ସବୁ ଆମର OSCP ଯେଉଁ ରିଭାଇଜ ଏନ୍ସାର୍ କି ଆସିବ ସେଟା ପୁଣି 10ରୁ 15 ଦିନ ଲାଗିପାରେ ନା ନାହିଁ। ରିଭାଇଜ ଏନ୍ସାର୍ କି ଆସିଲା ପରେ ଯାଇକି ଆପଣଙ୍କର ଫିଜିକାଲ ଡେଟ୍ଟା ଆନାଉନ୍ସ ହେବ, ବୁଝିଲା। ତ ସେଥିରେ ଆପଣମାନେ ଓରିଡ୍ ହୁଅନ୍ତୁ। ରିଭାଇଜ ଏନ୍ସାର୍ କି ଆସିବ, ତା ପୁଣି କେତେ ଦିନ ପରେ ତାପରେ ଯାଇକି କଟ୍ ଅଫ୍ ଡିସାଇଡ଼ ହେବ, ନର୍ମାଲାଇଜେସନ୍ ପ୍ରୋସେସ୍ ଅଛି, ସେ ସବୁ ହେଲା ପରେ ଯାଇକି ଆପଣଙ୍କର ରିଜଲ୍ଟଟା ଆସିବ ଫିଜିକାଲ ଡେଟ୍। ମାନେ ରିଜଲ୍ଟ ଡିକ୍ଲେୟାର ହେଲା ପରେ ତାପରେ ଆଉ ଗୋଟେ ଫିଜିକାଲ ଡେଟ୍ ପାଇଁ ଆଉ ଗୋଟେ ଆମର ନୋଟିଫିକେସନ୍ ଛାଡ଼ିବେ, ବୁଝିଲା। ତ ଆପଣମାନେ ସେ ଟେନସନ୍ ନିଅନ୍ତୁ, ଆମେ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ମୁଁ କହିଦେବି, ବୁଝିଲା। ତାପରେ କଟ୍ ଅଫ୍ କେତେ ଯିବ, ପିଲା କହୁଛନ୍ତି ସାର୍ କଟ୍ ଅଫ୍ କେତେ ଯିବ। କଟ୍ ଅଫ୍ ପାଇଁ ମୁଁ ଅଲରେଡ଼ି ସର୍ଭେ କରି ସାରିଛି ପିଲାଙ୍କଠୁ। ମୁଁ କାଲି ଗୋଟିଏ କଟ୍ ଅଫ୍ ଭିଡ଼ିଓ ଆଣିବି। ମାନେ କେଉଁ ବାଟାଲିୟନରେ କେତେ କଟ୍ ଅଫ୍ ଯିବ, ବାଟାଲିୟନ ଆକାରରେ ତ କଟ୍ ଅଫ୍ ଯିବ ନା, ତ କେଉଁ କେତେ ମାର୍କ ରଖିଛନ୍ତି ସେ ସବୁ ମୁଁ ପିଲାଙ୍କୁ ସବୁ ଆମର ଏଇ ଚ୍ୟାନେଲ୍ ମାଧ୍ୟମରେ ମୁଁ କାଲି ଗୋଟେ କଟ୍ ଅଫ୍ ଭିଡ଼ିଓ ଆଣିବି। ଆପଣମାନେ ଚ୍ୟାନେଲ୍ ସହିତ ଯୋଡ଼ି ହେଇଯାଆନ୍ତୁ, ବୁଝିଲା। ପୁଣି ରନିଂଟା ଆପଣଙ୍କଟା ରନିଂ ଆଉ ହାଇ ଜମ୍ପ ଏଇ ଦୁଇଟାରେ ଆପଣମାନଙ୍କର ଫିଜିକାଲ କମ୍ପ୍ଲିଟ୍ କରନ୍ତୁ ଏବେ ବି ହେଲା। କଟ୍ ଅଫ୍ ଆପଣଙ୍କର ବହୁତ କମ୍ ଯିବ, ମୁଁ ଏତିକି ଗ୍ୟାରେଣ୍ଟି ଦେଇକି କହୁଛି। ନର୍ମାଲାଇଜେସନ୍ ହଉ ନା ଯାହା ବି ହଉ କଟ୍ ଅଫ୍ ବହୁତ କମ୍ ଯିବ, ବୁଝିଲା।
हाँ तापर कटअप कथा तो यहाँ गला तापर किसी पिला कहते मोर 35 रोचे 45 रोचे अरे भाई 35 रहू कि 45 रहू कि 50 रहू कि 60 रहू कटअप जीतिकी जाऊ आपण जदि बा फिजिकालटा कंप्लीट करेंगे आग को वैकेंसी आसुची ना नहीं आग को अनेक गुड़िए वैकेंसी आसूँ कौन OISF आसूची ता सहित GD आसूची डबल SSC रो आसूची ता सहित SI आसीबो ए गोटे जोड़े आज नहले काली फुल नोटिफिकेशन ए वीक भितर आसीजिवो हाँ आउ ता सहित यार जो टोटाल केते दिन एग्जाम होता 15 रु 17 दिन होता 15 दिन एग्जाम होता कि 17 दिन 15 दिन धरिले 15 × 3 दिन को 3टा शिफ्ट होता टोटाल 45 दिन 45टा शिफ्ट क्वेश्चन आंसर प्रीवियस ईयर क्वेश्चन एटा मध्य कंपाइलेशन सरीची आमु डिस्कशन करी आग को आपण माने मो चैनल रे जोड़ी हो जातु जहाँकि आग को जिते सब वैकेंसी माने प्रीवियस ईयर क्वेश्चन ही सबुठ इंपोर्टेंट प्रीवियस ईयर क्वेश्चन जी करके गला पुणी निज पटु आउ टिके एफर्ट लगे जाइए ताहार कौ एग्जाम ओडिशा गवर्नमेंट सब एग्जाम क्लियर हम ओडिशा गवर्नमेंट कौन सेंट्रल लेवल की आमर SSC की रेलवे की बाकी सब क्वेश्चन जेते सब प्रीवियस ईयर क्वेश्चन ही इंपोर्टेंट बुझेला तो एटा होची आमर जिते सब प्रीवियस जिते सब आसीबो प्रीवियस ईयर क्वेश्चन से सब भी आपण माने ए चैनल माध्यम रे पाई पारिबे बुझेला आउ कौन रहा बाकी सब आ फिजिकल मैक्सिमम पिला कहते 4 जनवरी एग्जाम आमर ये रिजल्ट आसीबो 4 जनवरी कौन सी हालत रे रिजल्ट आसीबोनी कारण कौन पाई पुणी आमर रिवाइज आंसर की आसीबो सेठी पाई कहूची तो आपण माने फिजिकल पाई रेगुलर रेडी होंतु फिजिकल बहुत हार्ड अच्छी मैक्सिमम पिला कटिबे बुझेला फिजिकल पाई केते केते गुणा पिला नेबे जानि छंती तो जदि जानी ना आपण मैंने कमेंट सेक्शन में कहूँ से मुझे गोटे डेडिकेटेडली वीडियो करदेवी पुणी ता सहित केमी फिजिकाल करेंगे से सबूर ट्रिक मु आज दिन को गोटे मु पिला फिजिकाल कर गोटे मोटिवेशन वन टाइप ऑफ मु गोटे गोटे वीडियो रेगुलर अपलोड करी बुझेला एतिक रहा डिटेल्स मोर यही OSCP IRB आमर रिजल्ट विषय में आपण मानक क्लियर कर देछि थैंक यू सो मच जय जगन्नाथ।